हाय सांग मैंने केमती अच्छा आज तो संडे आज छुट्टी अच्छी आज स्पेशल देखिए गोटे भल जगह ब्लॉक नेहुर बंगला स्पेशल नेहुर बंगला जो आमर पारादीप थे समुद्र कूल उपस्थित नेहुर बंगला तापर ता पछक अच्छी रत्न मठ जो आप जानी मालिका वचन रत्न मठ से रत्न मठ साधु मैंने कहते से मणिनाग को आसती भोग देला माने जीवंत शंख आसी खाते भोग आम तो जानू आम प्रभु कोटि कोटि मुंडे आपन किसी जाकि जगह आपन किसी झलक देखो ता बाद नेहुर आम शुणीचु समुद्र जो नई मझे नेहुर बंगला मझे जी भी जाए सेटा कौन माने से जहाजटा बुड़े दिए कौन भी बुड़े से गलापर लोक पचारिक आपन ये दृश्य भी किसी देखू ता बाद भी नेहुर बंगला कौन भी छेद अलग ना देखनी नेहुर बंगला कौन दिला एपाई दिहला जे नेहुर से आमर प्रधानमंत्री पूर्वतन जवाहरलाल नेहरू से जगह को आसिक स्थापित करते समुद्र आ नई की मझे करके एकाठी करते से ना दिया नेहुर बंगला चलतु मुझे बेसी किसी कहबी आप चलतु आम देखेबी दृश्यटा फाइनाल एवं बाहर के आसिली गाड़ी अबे रेडी खाली जीवार बाकी अच्छी सांग मैंने चलतु जा देखा आज आपण मैंने भी देखिए आश्चर्य हो से जगहटा चलतु मुझे बेसी किसी कहबी आप खाली वीडियो देखु चलतु पहुँची गली आमर बाईपास रोड रे यहीटा हूँ इफ्को छक पारादीप इफ्को कहले समझे बुझीपारे अबिका आम डायरेक्ट बाँ साइड काटा यहाँ हूँ बाईपास रोड पूरा सीधा को आम नेहुर बंगला रास्ता अठरबांकी पहुँची गलु यहाँ हूँ अठरबांकी पारादीप अठरबांकी यहाँ हूँ अठरबांकी गेट यहाँ हूँ पोर्ट गेट यहाँ क्रॉस करके आप सीधा जापर नेहुर बंगला डान साइड हूँ आमर सीपीजी एवं आम नेहुर बंगला जावा सीधा चलतु यहाँ हूँ अठरबांकी गेट जिते आसवे यहाँ हूँ
ପହଞ୍ଚିଗଲୁ ରତ୍ନବଟ ମଠଠି, ଯେଉଁଟା ଆପଣଙ୍କ ମାନଙ୍କୁ କହୁଥିଲି ରହସ୍ୟମୟ ମଠ। ଚାଲନ୍ତୁ ଏବେ ଯିବା ରତ୍ନ ମଠର କିଛି ରହସ୍ୟମୟ କଥା ଆପଣଙ୍କୁ ଦେଖେଇବି। ଚାଲନ୍ତୁ ଏବେ ଆମେ ଭିତରେ ପଶିଗଲୁ। ଚାଲନ୍ତୁ ଦେଖିବା ରତ୍ନ ମଠର କିଛି ରହସ୍ୟମୟ। ଏଇଟା ସେଇ ମଠ ହେଉଛି ସେଇ ରତ୍ନ ମଠ ଯେଉଁଟା ମାଳିକା ବଚନରେ ଲେଖା ହେଇଛି। ଏ ମଠର କିଛି ରହସ୍ୟମୟ ଅଛି, ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ ଏ ସେଇ ମଠ। ଏଇ ଯେଉଁ ଦେଖୁଛନ୍ତି ଯେଉଁ ମଠ, ଏଇ ଭିତରେ ରହସ୍ୟମୟ କିଛି ଅଛି। ବାବାମାନେ ଆରି ଭିତରେ ଅଛନ୍ତି। ଚାଲନ୍ତୁ ବୁଲିକି ଦେଖିବା ରତ୍ନ ମଠର କିଛି ରହସ୍ୟ କଥା। ଚାଲନ୍ତୁ ଇଏ ଦେଖନ୍ତୁ, ଏଇଟା ତାଙ୍କର ଇଏ। ସେପଟେ ଦେଖନ୍ତୁ ତିନି ଠାକୁର ବସିଛନ୍ତି ଦେଖୁଛନ୍ତି ଆପଣ, କୋଟି ମୁଣ୍ଡିଆ ପ୍ରଭୁ। ଏପଟେ ଦେଖନ୍ତୁ ବଜରଙ୍ଗବାଲି ବସିଛନ୍ତି। ଏପଟେ ହେଉଛି ଯେଉଁ କହନ୍ତି ଜୀବନ୍ତ ଶଙ୍ଖମାନେ ଆସନ୍ତି, ଏପଟେ ସମୁଦ୍ରଟା ଏଇପଟୁ ହିଁ ଆସନ୍ତି। ଏଇଟା ହେଉଛି ପୁରା ଜଙ୍ଗଲ। ଏଇଠି ସାଧୁମାନେ ବସିକି ତପସ୍ୟା କରନ୍ତି। ଆଉ କିଛି ରହସ୍ୟମୟ ଏଇଠି ଅଛି, ମାଳିକା ବଚନ ଲେଖା ହେଇଛି। ଏଇଟା ହେଉଛି ସେଇ ରତ୍ନବଟ। ଏଇ ହେଉଛି ରତ୍ନବଟ। ଦେଖନ୍ତୁ ସାଙ୍ଗମାନେ, ଇଏ ସେହି ମଠ ରତ୍ନ ମଠ। ଏ ରତ୍ନ ମଠ ଦେଖନ୍ତୁ, ଆପଣ ଯେଉଁମାନେ କହୁଥିଲେ ରତ୍ନ ମଠ, ଏଇ ମଠ ସେହି ରହସ୍ୟମୟ। ଚାଲନ୍ତୁ ସାଧୁଙ୍କଠୁ ଟିକେ ପଚାରିକି ବୁଝିବା। ଏଠି ଯେଉଁ ଅଛନ୍ତି ସାଧୁ, ତାଙ୍କୁ ପଚାରି ବୁଝିବା ଠାକୁରଙ୍କର ରହସ୍ୟ କ'ଣ। ପୀଠ ହେଲା ମାଳିକା ମିଳନ ଘାଟ ଗୁପ୍ତପୀଠ ରତ୍ନବଟ। ଆର ମହିମା ପ୍ରଭୁ ଅନେକ। ଆ ପାଇଁ ସବୁ ଧର୍ମଗୁରୁମାନେ କହିବେ। ଆମେ ବାବା କିଛି ନୁହେଁ, ଛୁଆ ଲୋକ ଜଣେ ହେଲା, ଆମେ ଜଣେ ସେବକ ମାତ୍ର। ମା କତିରେ କେମିତି ଜାଗା ଯଜ୍ଞ ସବୁବେଳେ ପୂର୍ଣ୍ଣା କରିବୁ, ସେଇ ଉଦ୍ଦେଶ୍ୟରେ ଆମେ ବଞ୍ଚି ରହିଛୁ। ଏଇ ଆମର ଉଦ୍ଦେଶ୍ୟ। ଆମେ କ'ଣ କରିବା? ଯେଉଁ ଶଙ୍ଖ ଆସନ୍ତି ବା ଜୀବନ୍ତ ଶଙ୍ଖ ଆସନ୍ତି ଆଜ୍ଞା ଏଠି ନା। ଏଠି ସବୁଟା ଆମର ଶଙ୍ଖ କ'ଣ ଅଲଗା ଜିନିଷ ସବୁ ଆସନ୍ତି। ଏଠି ନେଉଳ, ବାରହା, ପ୍ରଭୁ ମଣି ସାପ ହେଲା କି ଭିନ୍ନ ଭିନ୍ନ ଧରଣର ସବୁ ଠାକୁରଙ୍କର ସବୁ ବାହନ ଅଛନ୍ତି ନା। ଷଣ୍ଢ ଠାରୁ ଆରମ୍ଭ କରି ହରିଣ ପର୍ଯ୍ୟନ୍ତ ଏଠି ସମସ୍ତଙ୍କର ସବୁ ଯିବା ଆସିବା ଲୀଳା ବାବା। ଇଏ ହେଉଛି ସେଥିପାଇଁ ଆମେ ଜୀବ ବିକାଶ କେନ୍ଦ୍ରର ଇଏ ସ୍ୱତନ୍ତ୍ର ମାନ୍ୟତା। ଏ ବିଶ୍ୱଜନନୀ ଦରବାର, ବିଶ୍ୱ ମାତା ପିତା ଶରଣ ଶିଶୁ ଲୋକ ସରକାର ସ୍ୱଚ୍ଛ ତତ୍ଵ ହେଲା କି। ଆଜ୍ଞା ହଁ ଆଜ୍ଞା, ଇଏ ହେଉଛି ୱାର୍ଲଡ ଫେଭରାଇଟ୍ ଗ୍ଲୋବାଲ ୱାର୍ଲଡ। ଏଇଟା ବିଶ୍ୱରେ ଏକ ନମ୍ବର ସ୍ଥାନ। ଇଏ ହେଉଛି ମାର ଦରବାର। ଏବେ କେଉଁ ପଟ ଏଇଟା? ହେଲା ଗୁପ୍ତପୀଠ ରତ୍ନବଟ ଦିବ୍ୟ ପାରଣୀ। ଇଏ ହେଉଛି ସେଇ ଯେଉଁ ବାବା କହିଲେ, ଏଇଟା ହେଉଛି ମଣିନାଗ। ଏଇଠି ରୁହନ୍ତି ସେ, ମାନେ ଦେଖନ୍ତି, ସେ କହନ୍ତି। ସେ ବାବା କହିଲେ ଏଇଟା ହେଉଛି ସେଇ ରତ୍ନ ମଠର, ଏଇଟା ସେଇ ଦୃଶ୍ୟ। ଆପଣ ଦେଖନ୍ତୁ, ଏଇଟା ହେଉଛି ରତ୍ନ ମଠର ଦୃଶ୍ୟ। ଆପଣ ଯେବେ ବି ଆସିବେ ଏଇଠିକି ଆସିବେ, ରତ୍ନ ମଠର ଦୃଶ୍ୟ ଏଇଟା ଆପଣ ଦେଖନ୍ତୁ। ଏ ବରଗଛର କିଛି ରହସ୍ୟମୟ ଅଛି, ଆପଣ ଦେଖନ୍ତୁ ଭଲରେ। ରତ୍ନବଟ ଏଇଟା ହିଁ ହେଉଛି ରତ୍ନବଟ। ଦେଖନ୍ତୁ ଠାକୁର ଭିତରେ ବସିଛନ୍ତି। ଆଗକୁ ଆମେ ଦେଖିଲା ପରେ ଦେଖିଲୁ ଗଛ ମୂଳରେ ହର ହର ମହାଦେବ ବସନ୍ତି, ଶିବ ଶମ୍ଭୁ। କୋଟି କୋଟି ନମସ୍କାର ତାଙ୍କୁ। ଏବେ ଆମେ ରତ୍ନବଟ ବୁଲିକି ଏବେ ଆମେ ବାହାରିଲେ ନେହୁରୁ ବଙ୍ଗଳା। ଏଇ ଗେଟ୍ଟା ଯେଉଁ ବାଁ ସାଇଡ୍ ଗେଟ୍ଟା ଅଛି, ଏଇଟା ହେଉଛି ମାଛ ଧରା ବନ୍ଦର। ମାନେ ଛୋଟ ଛୋଟ ତଲରେ ସମୁଦ୍ର ଆସିକି ମାଛ ଏଠି ଧରା ହୁଏ। ଏଇଠୁ ନିଲାମ ହେଇକି ସବୁ ଆମ ଓଡ଼ିଶାକୁ ସପ୍ଲାଏ ହୁଏ। ଦେଖନ୍ତୁ ମାଛ ଧରା ବନ୍ଦର, ଛୋଟ ଛୋଟ ତଲର ମାନେ ଏଇଟା ହେଉଛି ତାଙ୍କର ବନ୍ଦର। ତାପରେ ଆଗକୁ କିଛି ସମୟ ଗଲା ପରେ ଲୋକଙ୍କଠୁ ଆମେ କିଛି ଶୁଣିଲୁ ଯେ ଏଇଠି ଗୋଟେ ମାନେ ମାଛର ମଣିଷ ଧରାଯାଇଥିଲା। ମାନେ ପୂର୍ବ ଆମେ ତ ଦେଖିନୁ, ଲୋକମାନେ କହିବା କଥା। ସେଥିପାଇଁ ତାଙ୍କର କିଛି ସ୍ମୃତି ଏଠି ବନା ହେଇଛି, ମାନେ ଷ୍ଟାଚୁ ବନା ହେଇକି ହେଇଛି। ମାଛ ଅଧା ମଣିଷ, ମାଛ ମାନେ ମଣିଷ ଅଧା ମାଛ ଅଧା। ଦେଖନ୍ତୁ ଆପଣଙ୍କୁ ଏଇ ଦୃଶ୍ୟଟା ଆପଣଙ୍କୁ ଦେଖାଉଛି। ଏଇ ଦୃଶ୍ୟଟା ଭଲ ଭାବରେ ଦେଖନ୍ତୁ। ମୁଁ ସେଥିପାଇଁ ସ୍ଲୋ ମୋସନ୍ କଲି। ଦେଖନ୍ତୁ ମାଛ ଅଧା ମଣିଷ ଅଧା।
ଆପଣ ଦେଖିପାରୁଥିବେ ମାଛ ଅଧା ମଣିଷ ଅଧା। ଭଲରେ ଦେଖନ୍ତୁ ଆପଣ ଏଇ ଦୃଶ୍ୟଟା, ମାନେ ଲୋକଙ୍କ ଏଇଥିରେ ଲୋକମାନେ କହନ୍ତି ମାନେ ଗୋଟେ ମାଛ ମୀନ ମାଛ କହନ୍ତି ଯେଉଁ ଆସିଥିଲେ ହାରି। ଏଇଟା ହେଉଛି ସେଇ ଦୃଶ୍ୟଟା ଆପଣ ଦେଖି ସବୁ ଦୃଶ୍ୟ ଦେଖିଲୁ। ଏବେ ଚାଲନ୍ତୁ ପାଖେ ଆସିଲେ ନେହୁରୁ ବଙ୍ଗଳା, ଚାଲନ୍ତୁ ଦେଖିବା। ଏଇଟା ହେଉଛି ନେହୁରୁ ବଙ୍ଗଳା। ଆପଣ ଯେଉଁ ଦୃଶ୍ୟଟା ଦେଖାଉଛି ଏଇଟା ହେଉଛି ଏପଟେ ଭୋଜି କରନ୍ତି, ଏପଟେ ବଡ଼ 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 ବସ୍ ଗାଡ଼ି ହେରିକା ସବୁ ରୁହେ। ଏଇଟା ଏପଟେ ଦେଖନ୍ତୁ କେତେ ଲୋକ ଭୋଜି ହେରିକା କରୁଛନ୍ତି ସନ୍ଧ୍ୟା ବେଲି, ପ୍ରବଳ ଲୋକ ଦେଖନ୍ତୁ, ଗାଡ଼ି ଥୋଇବାକୁ ବି ଜାଗା ନାହିଁ। ଆପଣ ଦେଖିପାରୁଛନ୍ତି, ଦେଖନ୍ତୁ ଏଇଠି ଦେଖନ୍ତୁ, ମୁଁ ଜାଣିକି ଓହ୍ଲେଇ ପଡ଼ିଲି, ଜାଗା ହେବନି ବୋଲି ମୁଁ ଜାଣିକି ଓହ୍ଲେଇ ପଡ଼ିଲି। ସୌମ୍ୟ ଆଗରେ ଗାଡ଼ିକି ତାକୁ ସାଇଡ଼୍ କରିକି ନେଇକି ଯାଉଛି। ଦେଖନ୍ତୁ ଆପଣ ପ୍ରବଳ ଜାମ୍ ସନ୍ଧ୍ୟା ଦିନ। ଦେଖନ୍ତୁ କେତେ ଲୋକ, ପିକନିକ୍ ସ୍ପଟରେ ଭୋଜି ଚାଲିଛି। ଏବେ ଆମେ ଆଗକୁ ଦେଖାଉଛୁ ଆପଣଙ୍କୁ, ଚାଲନ୍ତୁ। ଏବେ ମୁଁ ଚାଲିକି ଦେଖନ୍ତୁ କେତେ ଲୋକ। ଆମେ ପୁରା ନେହୁରୁ ବଙ୍ଗଳା ହିଁ ପହଞ୍ଚି ଗଲୁ, ଯେଉଁଟା ଆପଣ କହୁଥିଲି ଦେଖେଇବେ ବୋଲି। ଏବେ ଚାଲନ୍ତୁ, ଗାଡ଼ି ସେ ଏବେ ସେପଟେ ପାର୍କିଂ କରିଦେଲା। ଏବେ ଆମେ ଚାଲି ଚାଲି ଯାଉଛୁ। ଦେଖନ୍ତୁ ନେହୁରୁ ବଙ୍ଗଳା ଦୃଶ୍ୟ ଆପଣ ଦେଖି ଆପଣ ଦେଖିପାରୁଥିବେ, ଏଇଟା ହେଉଛି ନେହୁରୁ ବଙ୍ଗଳା। ଦେଖନ୍ତୁ ଏପଟେ ଯେଉଁ ନଈଟା ଅଛି, ଏପଟେ ସମୁଦ୍ର, ମାନେ ନଈ ସମୁଦ୍ର ଏକାଠି। ଆମର ଯେଉଁ ଗାଁରେ ବନ୍ୟା ହୁଏ କହନ୍ତିନି ସମୁଦ୍ର ଟାଣି ନେଇଯାଏ, ଏଇପଟେ ହିଁ ସମୁଦ୍ର ଟାଣି ନିଏ। ଆଉ ଏଇଠିକି ହିଁ ନେହୁରୁ ଆସିଥିଲେ, ଏଇ ଜାଗା ହିଁ ନେହୁରୁ ଆସିଥିଲେ। ଆପଣ ଭଲ ଭାବରେ ଦେଖନ୍ତୁ। ଆପଣମାନେ ଦେଖିପାରୁଥିବେ ଏଇ ଯେଉଁ ଛୋଟ ତଲଟେ ଯାଉଛି, ଏଇଟା ସମୁଦ୍ର ମଝିକି ଯାଉଛି ମାଛ ଧରିବା ପାଇଁ। ଏଇପଟେ ଯେଉଁ ଯାଆନ୍ତି ମତ୍ସ୍ୟଜୀବୀମାନେ, ଏଇଠି ହିଁ ଟାଣି ନିଏ ସମୁଦ୍ର। କିଛି ବି ରହସ୍ୟ ଜାଣି ହେଉନି, ସବୁ ଲୋକ ପଚାରୁଛନ୍ତି। ଦେଖନ୍ତୁ ଏଇପଟେ ହିଁ କୂଳ କୂଳ ଦେଇକି ସମୁଦ୍ର ଭିତରକୁ ଯାଉଛନ୍ତି ଦୁଇଟି ଟଲର, ମାନେ ମତ୍ସ୍ୟଜୀବୀମାନେ ଏଥିରେ ହେଇକି ଯାଉଛନ୍ତି। ଦେଖନ୍ତୁ ସାଙ୍ଗମାନେ, ସୌମ୍ୟ ଏଠି ଠିଆ ହେଇଥିଲା, ତା ଚପଲ ଗଳି ପଡ଼ିଲା, ସେ ଖୋଜି ଲାଗିଛି। ଏବେ ଦେଖନ୍ତୁ ପଥର ସନ୍ଧିରେ ପଶି ଦେଖୁଛୁ। ଦେଖନ୍ତୁ ସାଙ୍ଗମାନେ, ସୌମ୍ୟ ଖୋଜି ଲାଗିଛି, ଏବେ ତା ଚପଲ ହଜି ଯାଇଛି। ଯେ ଭଲ ଭାବରେ ଆପଣ ଦେଖିପାରୁଛନ୍ତି। ଜାଗା ଭିଡ଼ ହେଲାଣି, ଅବିକା ପର୍ଯ୍ୟଟକମାନେ ଦେଖନ୍ତୁ କେତେ ଲୋକ ପଳେଇ ଆସିଲେଣି। ଏବେ ଦେଖନ୍ତୁ ଆମେ ଅବିକା ବୋଟ୍ ବି ବୁଲିବା, ବୋଟ୍ରେ ବି ସମୁଦ୍ର ଭିତରକୁ ଯିବା। ଦେଖନ୍ତୁ କେତେ ଲୋକ ସବୁ ଆସିଲେଣି, କିନ୍ତୁ ଗୋଟିଏ ଆସିକି ଖୁସି ପାଇଲେ କିନ୍ତୁ ଦୁଃଖ ପାଇଲେ। ମୋ ସାଙ୍ଗର ବିଭୁନାର ଚପଲ ହଜିଯାଇଛି, ସେ ତାର ଖୋଜି ଲାଗିଛି, ଚେଷ୍ଟା ବଳରେ ସେ ଖୋଜି ଲାଗିଛି, କିନ୍ତୁ ଚପଲଟା ମିଳୁନି, ଦୁଃଖ ଲାଗୁଛି। ତଥାପି ପିଲାର ଚପଲ ହଜିବା ଦେଖନ୍ତୁ କେମିତି ଖୋଜୁଛି ସିଏ, ମୋତେ ଭଲ ଲାଗୁନି। ଦେଖନ୍ତୁ ସିଏ ପୁରା ମାନେ କେମିତି ବସିଲା, ତଥାପି ସେ ଚେଷ୍ଟା କରୁଛି ମିଳିଯାନ୍ତା ଯଦି, ତଥାପି ମିଳୁନି। ପଥର ସନ୍ଧି, ବଡ଼ ବଡ଼ ପଥର ଅଛି, ସେଥିପାଇଁ ପଶିଯାଇଛି, ମିଳୁନି। ଦେଖନ୍ତୁ ସେ ତଥାପି ସେ ଖୋଜୁଛି, ତଥାପି ପଥର ମିଳୁନି। ଦେଖନ୍ତୁ ତଥାପି ଆପଣ ଦୃଶ୍ୟଟା ଭଲ ଦେଖିପାରୁନି, ପଥର ସନ୍ଧିରେ ଅଛି ବୋଲି। ଆପଣ ଦେଖନ୍ତୁ ସିଏ ତ ନାହିଁ, ପଳେଇ ଆସିଲା ସେଠୁ, କହିଲା ନ ମିଳିଲେ ନାହିଁ ପଛେ ଚାଲ ଆମେ ଯିବା ହାରି, ପଳେଇ ଆସିଲା। ଦେଖନ୍ତୁ ଆଉ ଗୋଟେ ବି ଟଲର ଗଲା, ଦେଖନ୍ତୁ ଏଇଠି ସେ ସାମ୍ନା ଯାଉଛି। ଇଏ ବି ଦେଖନ୍ତୁ ଆଗ ପଛ ହେଇକି ଯାଉଛି, ଏଇଟା ସମୁଦ୍ର ଭିତରକୁ ଯାଉଛି। ଏଇପଟେ ଯେଉଁ ଯାଉଛି ଦେଖନ୍ତୁ, ଏଇଟା ହେଉଛି ସମୁଦ୍ର ମୁହାଣ, ନଦୀ ମୁହାଣ ଏଇଟା କୁହନ୍ତି। ଦେଖନ୍ତୁ ଏଇଟା ହେଉଛି ନଦୀ ମୁହାଣ। ଦେଖନ୍ତୁ ମାନେ ଆମେ ଗୋଟେ ଦୃଶ୍ୟ ଦେଖିଲୁ, ଏ ମତ୍ସ୍ୟଜୀବୀ ଭାଇ ଦେଖନ୍ତୁ ଜୀବନକୁ ବାଜି ଲଗେଇ ସମୁଦ୍ର ମୁହାଣରେ ଜାଲ ପକାଉଛନ୍ତି। ଏଇଥିରୁ ମାଛ ଦୁଇ ପଇସା ହେଲେ ବିକିକି ତାଙ୍କ ପରିବାର ଚଳିବ। ଦେଖନ୍ତୁ ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ, ସିଏ ଏମିତି ତାଙ୍କ ପରିବାରକୁ ଇଏতে ରଖନ୍ତୁ।
ଦେଖନ୍ତୁ ଭାଇ ଆମର ମାଛ ମାରି ତାଙ୍କ ପେଟ ପୋଷୁଛନ୍ତି। ଆପଣଙ୍କୁ ଏଇ ଦୃଶ୍ୟଟା ଦେଖାଉଛି ଭଲ ଲାଗିବ ବହୁତ। ଦୃଶ୍ୟ ଦେଖନ୍ତୁ କେମିତି ମାଛ ମାରୁଛନ୍ତି। ଏଇଟା ହେଉଛି ସମୁଦ୍ର ମୁହାଣରେ ମାଛ ଭାଇ ଆମର ମାରୁଛନ୍ତି। ଏଇ ଦୃଶ୍ୟଟା ଯେଉଁ ଦେଖାଉଛି ଏଇଟା ହେଉଛି ବୋଟ୍। ଏଇଥିରେ ଆମେ ବସିକି ସମୁଦ୍ର ମଝିକି ଯିବୁ, ଆପଣଙ୍କୁ ଦେଖେଇବୁ, ମଜା ଉଠେଇବା। ଚାଲନ୍ତୁ ଫ୍ରେଣ୍ଡ ଦେଖିବା। ଫାଇନାଲ ଏବେ ସେ ଜାଗାରେ ଆମେ ପହଞ୍ଚିଲୁ। ଦେଖନ୍ତୁ କେମିତି ମାଆ ମାନେ ପିନ୍ଧୁଛନ୍ତି ଲାଇଫ୍ ଜ୍ୟାକେଟ୍। ଲାଇଫ୍ ଜ୍ୟାକେଟ୍ ନହେଲେ ସେ ବୋଟ୍ରେ ବସେଇବେନି। ଦେଖନ୍ତୁ ଏବେ ମୋତେ ସେ ଲାଇଫ୍ ଜ୍ୟାକେଟ୍ଟା ପିନ୍ଧେଇବେ। ଆପଣଙ୍କୁ ଏଇ ଦୃଶ୍ୟଟା ଦେଖାଉଛି। ଦେଖନ୍ତୁ ସାଙ୍ଗମାନେ, ସେ ଏବେ ମୋତେ ପିନ୍ଧେଇଲେ ଲାଇଫ୍ ଜ୍ୟାକେଟ୍। ଦେଖନ୍ତୁ ଲାଇଫ୍ ଜ୍ୟାକେଟ୍ ପିନ୍ଧିଗଲି। ଦେଖନ୍ତୁ ଏବେ ମୁଁ ଲାଇଫ୍ ଜ୍ୟାକେଟ୍ ପିନ୍ଧିଦେଲି। ଦେଖନ୍ତୁ ଏବେ ସମସ୍ତେ ପିନ୍ଧିଲେ। ଏବେ ଆମେ କାଲି ଯିବାର ଆସିଗଲା, ଡଙ୍ଗା ଲାଗିଗଲା। ଏବେ ମୁଁ ଦେଖ ସୌମ୍ୟ ବି ଲାଇଫ୍ ଜ୍ୟାକେଟ୍ ପିନ୍ଧୁଛି। ଏବେ ମୁଁ ଭିତରକୁ ଏଣ୍ଟ୍ରି କରୁଛି। ଦେଖନ୍ତୁ ସେ ଇଏ ପକେଇଲେ। ଏବେ ମୁଁ ଭିତରକୁ ଯାଉଛି। ଦେଖନ୍ତୁ ଟିକେ ଡର ଲାଗୁଛି, ମୁଁ କେବେ ବି ବସିନଥିଲି, ଫାର୍ଷ୍ଟ ଟାଇମ୍ ବସ। ଏବେ ଆମେ ରେଡ଼ି, ସମସ୍ତେ ରେଡ଼ି ହେଇକି ବସି ପଡ଼ିଲୁ। ଏବେ ଖାଲି ଷ୍ଟାର୍ଟ ହେବ, ଚାଲିବୁ। ଯେହେତୁ ଏବେ ଷ୍ଟାର୍ଟ ହେଇଗଲା। ଏବେ ଆମେ ସୌମ୍ୟ ଫଟୋ ଉଠାଉଛୁ। ଦେଖନ୍ତୁ ଏବେ ମଝି ସମୁଦ୍ର ଆମେ ଅଛୁ। ଦେଖନ୍ତୁ ଦେଖିପାରୁଥିବେ ଏଇଟା ହେଉଛି ସାମ୍ନା ପଟଟା। ଦେଖନ୍ତୁ ଏଇଟା ହେଉଛି ସାମ୍ନା ପଟ। ଏଇଟା ସାମ୍ନା ପଟଟା ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ଦୃଶ୍ୟ, ସାମ୍ନା ପଟ ଦୃଶ୍ୟଟା ଆପଣଙ୍କୁ ଦେଖାଉଛି। ଏବେ ଆମେ ସମୁଦ୍ର ମଝିକି ଯାଉଛୁ। ମଝି ଯିବାରେ ଦୃଶ୍ୟଟା ଆପଣଙ୍କୁ ଭଲ ଭାବରେ ଦେଖାଉଛି। ଦେଖନ୍ତୁ ଏଇଟା ହେଉଛି, ଆଉ ଟିକେ ପରେ ଦେଖନ୍ତୁ ଏଇଟା ହେଉଛି ପଛପଟ। ଦେଖନ୍ତୁ କେତେ ସେ ଲହରୀ ମାରୁଛି, ଆପଣ ଦେଖିପାରୁଥିବେ ପଛପଟଟା। ଆପଣ ନିଜେ ଦେଖନ୍ତୁ ସେ ଲହରୀ ମାରୁଛି। ପୁରା ଠିଆ ହେଇଗଲେ, ତାଙ୍କର କିନ୍ତୁ ଚଲାଉଛନ୍ତି ସେ ମନା କଲେ। ଏ ସମୁଦ୍ର ମଝିରେ ଆମେ ଯେଉଁ ଏବେ ଯାଉଛେ ଯୁଆଡ଼େ, ଆମେ ଯେଉଁ ଆଗରେ ଫାଷ୍ଟ ଭିଡ଼ିଓ ଦେଖୁଥିଲୁ ଯେଉଁ ମାଛ ଧରା ବନ୍ଦର ଅପେକ୍ଷା ମାଛ ଧରା ବନ୍ଦର ଆମେ ଯାଉଛୁ। ଚାଲନ୍ତୁ ଦେଖିବା, କିଛି ସମୟ ପହଞ୍ଚିବା, ଆପଣଙ୍କୁ ଦେଖେଇବି ମାଛ ଧରା ବନ୍ଦର କେଉଁଠି ଆସିକି ଲାଗେ। ଚାଲନ୍ତୁ ଦେଖିବା। ଫାଇନାଲ ଆମେ ମାଛ ଧରା ବନ୍ଦରରେ ପହଞ୍ଚିଲୁ। ଏଇ ଦୃଶ୍ୟଟା ହେଉଛି ମାଛ ଧରା ବନ୍ଦର। ଆପଣମାନେ ଦେଖିପାରୁଥିବେ କେତେ କେତେ ଛୋଟ ଛୋଟ ଟଲର ଲାଗିଛି। ଏଇ ଘରେ ଅଛି ମାଛ ଘର ଗଦା ହୁଏ ସବୁ। ଦେଖନ୍ତୁ କେମିତି ଟଲର ମାନେ ସବୁ ଥୁଆ ହେଇଛି। ଏଇଠୁ ମାଛ ଏଇ ଟଲରରୁ ଯାଇକି ସେଇ ଘର ଗୋଦାମରେ ଅଲୋଡ଼ ହୋଇକି ଏଇଠୁ ନିଲାମ ହୁଏ, ସପ୍ଲାଇ ହୁଏ ଏଇଠୁ। ଆପଣମାନେ ଦେଖାଉଛି, ଆପଣଙ୍କୁ ଏଇ ଦୃଶ୍ୟଟା ହେଉଛି ମାଛ ଧରା ବନ୍ଦର। ଏଇଟା କୁହନ୍ତି ମାଛ ଧରା ବନ୍ଦର। ଯେବେ ବି ଆସିବେ ଏଇଠି ଆସିଲେ ଆପଣଙ୍କୁ ଶସ୍ତାରେ ମିଳିଯିବ ମାଛ, ଚୁଙ୍ଗୁଡ଼ି, ଶୁଖୁଆ ସବୁ ଏଠି ଶସ୍ତାରେ ମିଳିଯିବ ଆପଣଙ୍କୁ। କିଛି ସମୟ ଆଗକୁ ଗଲା ପରେ ଆପଣଙ୍କୁ ଗୋଟେ ଦୃଶ୍ୟ ମୋତେ ଦେଖାଗଲା। ଦେଖନ୍ତୁ ଗୋଟେ ମତ୍ସ୍ୟଜୀବୀ ଗୋଟେ ପେଟ ପାଇଁ ସମୁଦ୍ର ମଝିରେ ଦେଖନ୍ତୁ ମାଛ ପକାଇକି ପେଟ ପାଇଁ ପୋଷୁଛନ୍ତି। ଦେଖନ୍ତୁ ଭଗବାନ କରନ୍ତୁ ତାଙ୍କୁ ଏମିତି ଶକ୍ତି ଦିଅନ୍ତୁ, ସିଏ ବି ଏମିତି ତାଙ୍କ ପରିବାର ପୋଷନ୍ତୁ। ଆପଣ ନିଜେ ଦେଖିପାରୁଛନ୍ତି ଭାଇକି ଦେଖିପାରୁଛନ୍ତି ଆପଣ ନିଜେ, ଲହରୀ କେତେ ରସ ତଥାପି ସେ କାତମାନେ ଯାଉଛନ୍ତି। ଏବେ ଆମେ ବୁଲିଲେ, ଏବେ ଆମେ ଚାଲନ୍ତୁ ଦେଖିବା। ଦେଖନ୍ତୁ ଏଇଟା ହେଉଛି ମାଛ ଧରା ବନ୍ଦର, ଆପଣଙ୍କୁ ଦେଖାଉଛି ଭଲ ଦେଖନ୍ତୁ। ଏବେ ଆମେ ରିଟର୍ନ କରିବା। ଚାଲନ୍ତୁ ଫାଇନାଲ ଆମେ ଅବିକା ରିଟର୍ନ କରିସାରିଲୁଣୁ, ଆପଣ ଦେଖିପାରୁଥିବେ। ଏବେ ଆମେ ଜାହାଜ ସେ ବୁଲେଇ ସାରିଲାଣି। ଏବେ ଆମେ ରିଟର୍ନ କରୁଛୁ। ପହଞ୍ଚି ଗଲୁ, କିନ୍ତୁ ଭାରି ଇଚ୍ଛା ହେଉଛି ଆହୁରି ବୁଲିବାକୁ, କିନ୍ତୁ ଆମକୁ ସେ ବୁଲଉନାହାନ୍ତି।
କଟା ହେଇଥିବ। ଆମର ବୁଲା ସଇଲା ଏବେ ଆମେ ବାହାରିଲୁ ଘରକୁ ଯିବା ପାଇଁ। ଚାଲନ୍ତୁ ଏବେ ଆମେ ଘରକୁ ଯାଉଛୁ। ଦେଖନ୍ତୁ ଆପଣ ଆସନ୍ତୁ ମଜା ନିଅନ୍ତୁ ନେହୁରୁ ବଙ୍ଗଳାଠି। ଚାଲନ୍ତୁ ଆମେ ଏବେ ଚାଲି ଚାଲି ଯାଉଛୁ। ଆଗରେ ଯେହେତୁ ଗାଡ଼ି ଅଛି ଏବେ ଆ ଭିତରୁ ଗାଡ଼ି ଉପରକୁ ଆଣିଲୁନୁ, ସେଥିପାଇଁ ତଳେ ଆଇସ୍କ୍ରିମ୍ ଦୋକାନକୁ ଯାଉଛୁ। ଦୁଇଟା ଆଇସ୍କ୍ରିମ୍ ଆଣିବୁ, ଦୁଇଟା ଆଇସ୍କ୍ରିମ୍ ଖାଇକି ବାହାରିଯିବୁ। ଦୁଇଟା ଆଣିବୁ, ଫୋନ୍ ବୋଲେ ଦୁଇଟା ଆଣିବୁ। ହଁ ଏଇ ଦୁଇଟା ଫୋନ୍ ଆସିଲା 60 ଟଙ୍କା ନେବ। ଫୋନ୍ ଏଇଟା ପିଲା ତ ଖାଉଛି ଯେମିତି କିଛି ଜାଣୁନି, କାହାକୁ ଜାଣୁ ନାହିଁ, ସେ ସବୁ ଖାଉଛି। ଦେଖନ୍ତୁ ସାଙ୍ଗମାନେ, ଫାଇନାଲ ଏବେ ସଇଲା ବୁଲାବୁଲି। ଅବିକା ଆମେ ଘରକୁ ଯିବୁ। ଗାଡ଼ି ଧରିକି ସୌମ୍ୟ ଆସିଲା। ସୌମ୍ୟ ଚପଲ ନାହିଁ ଦେଖୁଥିଲା ଗୋଡ଼କୁ। ପଇସା ଦେଲୁ ଟି? ପଇସା ଦେଇଛୁ ରେ? ଏ ଆଇସ୍କ୍ରିମ୍ ରେ ବାହାରି ସାରିଲୁଣି, ଯାଉଛୁ। ଦେଖନ୍ତୁ ଏଇଟା ହେଉଛି ନେହୁରୁ ବଙ୍ଗଳା। ଅଲଗା ସଣ୍ଡେ ଦିନ ଆଉ ଗୋଟେ ଟିକେ ପ୍ଲାନିଂ କରିବା। ବାହାରି ସାରିଲୁଣି। ସରିଲା ନେହୁରୁ ବଙ୍ଗଳା।